ମା ଆମେ ଆଲୋଚନା ଆରମ୍ଭ କରିବା ଚିରନ୍ତନୀ। ଆଜି ଆଲୋଚନା ଅଛି ପୃଷ୍ଠା 241, ନିଜ ପରିବେଶ ନିଜେ ସୃଷ୍ଟିକରର ପାର୍ଟ 1। ଗତ ଆଲୋଚନା ଯୋଉଟା ଥିଲା ତାର ସାରାଂଶଟି ଏହିପରି: ଯେଉଁ ପରିବେଶ ତୁମେ ସୃଷ୍ଟି କର। ତା ଭିତରୁ ଆମେ ସାରାଂଶଟି କେବଳ ଟିକେ ପଢି ଦେଇକି ପଳେଇବା, ତାପରେ ଆଲୋଚନା କରିବା। 241 ପୃଷ୍ଠା। ତୁମେ ଯେଉଁ କର୍ମ କର ତାହା ଯେଉଁ ପରିବେଶ ସୃଷ୍ଟି କରେ, ତୁମେ ସେହି ପରିବେଶକୁ ତୁମ ସହିତ ବହନ କରି ଆତଯାତ ହେଉଥାଅ ଏବଂ ସେହି ପରିବେଶ ତୁମ ଚାରିପଟେ ରହେ, ତୁମ ଭିତରେ ମଧ୍ୟ ରହିଥାଏ। ଏବଂ ତୁମର କର୍ମ ଯଦି ସୁନ୍ଦର, ଉତ୍ତମ ଓ ସଂଗତିପୂର୍ଣ୍ଣ ହୋଇଥାଏ, ତେବେ ତୁମର ନିଜସ୍ୱ ପରିବେଶଟି ମଧ୍ୟ ସେହିପରି ସୁନ୍ଦର, ଉତ୍ତମ ଓ ସୁସଙ୍ଗତ ହୋଇଥାଏ। ଯେକୌଣସି ଭୁଲ କାର୍ଯ୍ୟ ତୁମ ଚେତନା ଉପରେ ଏକ ଶୁଷ୍କ ପବନ ବୁହାଇ ତୁମକୁ ଶୁଖାଇ ଦିଏ, ଏକ ଥଣ୍ଡା ପବନ ବୁହାଇ ତୁମକୁ ତୁଷାର ଭଳି ବସାଇ ଦିଏ, କିମ୍ବା ଏକ ଗରମ ଝଞ୍ଜା ପବନ ବୁହାଇ ତୁମକୁ ପୋଡ଼ି ପକାଏ। ପ୍ରତିଟି ଭଲ ଆଉ ଦୟାର୍ଦ୍ର କର୍ମ ଆଲୋକ ନେଇ ଆସେ ଶାନ୍ତି, ଆନନ୍ଦ, ଆଉ ନେଇ ଆସେ ସେହି ନରମ ସୂର୍ଯ୍ୟ କିରଣ ଯାହା ଭିତରେ ଫୁଲମାନେ ଫୁଟୁଥାନ୍ତି। ତେଣୁ ଆମେ ପରିବେଶ କିପରି ନିଜେ ସୃଷ୍ଟି କରନ୍ତି ସେ ବିଷୟରେ ଆଲୋଚନା କଲେ। ଆଜି ପଢିବା ନିଜ ପରିବେଶ ନିଜେ ସୃଷ୍ଟି କର, ତାର ପାର୍ଟ 1। ମାଙ୍କୁ ପ୍ରଶ୍ନ ହେଇଛି, ମଧୁମୟୀ ମା, ଏହି ଜାଗାରେ ଲେଖା ହୋଇଛି ବାହ୍ୟ ପରିସ୍ଥିତି ଅପେକ୍ଷା ଆଧ୍ୟାତ୍ମିକ ପରିବେଶଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ସେହି ପରିବେଶଟି ପାଏ ଏବଂ ଯଦି ସେ ନିଜ ପାଇଁ ଆଧ୍ୟାତ୍ମିକ ପରିବେଶଟିଏ ନିଜ ଆଡୁ ସୃଷ୍ଟି କରେ ଏବଂ ତାରି ଭିତରେ ନିଶ୍ୱାସ ପ୍ରଶ୍ୱାସ ନିଏ ଓ ବଞ୍ଚେ, ତାହେଲେ ତାହା ହିଁ ହେବ ଅଗ୍ରଗତି ପାଇଁ ଯଥାର୍ଥ ସର୍ତ୍ତ ବା ଅବସ୍ଥା। এই ଉକ୍ତିଟି ଶ୍ରୀ ଅରବିନ୍ଦଙ୍କର ସେ ଉଦ୍ଧାର କରିଥିଲେ। ତାପରେ ପ୍ରଶ୍ନ କରିଛନ୍ତି, ମା, ଜଣେ ତାହେଲେ କିପରି ସେହି ପରିବେଶ ଲାଭ କରିପାରିବ ଏବଂ ଜଣେ କିପରି ନିଜର ପ୍ରକୃତ ଆଧ୍ୟାତ୍ମିକ ପରିବେଶ ତିଆରି କରିପାରିବ? ମା ଉତ୍ତର ଲେଖୁଛନ୍ତି, ସଂକ୍ଷେପରେ କହିଲେ, ଆନ୍ତର ଶୃଙ୍ଖଳା ଦ୍ୱାରା। ତୁମେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା, ସେସବୁକୁ ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା, ତୁମର କ୍ରିୟାକର୍ମକୁ ନିୟନ୍ତ୍ରଣ କରିବା ଦ୍ୱାରା, ସେସବୁକୁ ମଧ୍ୟ ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା, ତୁମର ସମସ୍ତ କାମନା ବାସନା ଏବଂ ସବୁ ପ୍ରକାର ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ ଗୁଡ଼ିକୁ ବିଲୋପ କରିବା ଦ୍ୱାରା ଏବଂ ଏକ ଗଭୀର ଆନ୍ତର ଜୀବନକୁ ନେଇ ବଞ୍ଚିବା ଦ୍ୱାରା, ଆଉ ମଧ୍ୟ ନିମ୍ନତର ବ୍ୟାପାର ଗୁଡ଼ିକ ଠାରୁ ନିଜକୁ ଦୂରେଇ ରଖିବା ଦ୍ୱାରା, ନିମ୍ନମାନର ଚିନ୍ତା, କଳ୍ପନା, କ୍ରିୟା ପ୍ରତିକ୍ରିୟାଦି ଠାରୁ ନିଜକୁ ମୁକ୍ତ ରଖିବା ଦ୍ୱାରା, ତେବେ ଯାଇ ତୁମର ଏକ ନିଜସ୍ୱ ଆଧ୍ୟାତ୍ମିକ ପରିବେଶ ତୁମ ଚାରିପଟେ ସୃଷ୍ଟି କରିପାରିବ। ମାଙ୍କୁ ଯୋଉ ପ୍ରଶ୍ନ କରାହେଇଛି, ସେ ପ୍ରଶ୍ନଟି ରହିଛି ଶ୍ରୀଅରବିନ୍ଦଙ୍କର ଗୋଟେ ଉକ୍ତି। ସେଇ ଉକ୍ତିରୁ ମାଙ୍କୁ ସେ ପ୍ରଶ୍ନ କରୁଛି। ଶ୍ରୀଅରବିନ୍ଦଙ୍କର ଉକ୍ତି କଣ ଥିଲା? ଯେ ବାହ୍ୟ ପରିସ୍ଥିତି ଅପେକ୍ଷା ଆଧ୍ୟାତ୍ମିକ ପରିବେଶଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ସେ ପରିବେଶଟି ପାଏ ଏବଂ ଯଦି ସେ ନିଜ ପାଇଁ ଆଧ୍ୟାତ୍ମିକ ପରିବେଶଟିଏ ନିଜ ଆଡୁ ସୃଷ୍ଟି କରେ ଏବଂ ତାରି ଭିତରେ ନିଶ୍ୱାସ ପ୍ରଶ୍ୱାସ ନିଏ ଓ ବଞ୍ଚେ, ତାହେଲେ ତାହା ହିଁ ହେବ ଅଗ୍ରଗତି ପାଇଁ ଯଥାର୍ଥ ସର୍ତ୍ତ ବା ଅବସ୍ଥା। ତେଣୁ ମାଙ୍କୁ ସେ ପ୍ରଶ୍ନ କରୁଛନ୍ତି ଯେ, ମା, ତାହେଲେ ଜଣେ କିପରି ସେ ପରିବେଶ ପାଇବ ଏବଂ କିପରି ଆଧ୍ୟାତ୍ମିକ ପରିବେଶ ସେ ନିଜର ପ୍ରକୃତ ଆଧ୍ୟାତ୍ମିକ ପରିବେଶ ତିଆରି କରି ପାରିବ? ତେଣୁ ସେଥିପାଇଁ ମା ଯେତେବେଳେ ଉତ୍ତର ଦଉଛନ୍ତି, ତାକୁ ଆମେ ଯଦି ଦେଖିବା 10ଟା ଭାଗ ଆମେ ଦେଖିପାରିବା, 10ଟା ପଏଣ୍ଟ ହିସାବରେ ତାକୁ ଆମେ ଆଲୋଚନା ଆଜି କରିବା। ନିଜସ୍ୱ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ 10ଟି ପଏଣ୍ଟ। ପ୍ରଥମେ କଣ କହିଲେ? ଆନ୍ତର ଶୃଙ୍ଖଳା ଦ୍ୱାରା। ଦ୍ୱିତୀୟରେ କହିଲେ ତୁମେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା। ତାପରେ କହିଲେ ସେଇ ଚିନ୍ତା ଓ ଭାବନା ଗୁଡ଼ିକୁ ସାଧନା ଅଭିମୁଖୀ କରିବା ଦ୍ୱାରା।
4 ରେ କହିଲେ ତୁମର କ୍ରିୟାକର୍ମ को नियंत्रण କରିବା ଦ୍ୱାରା। 5 ରେ କହିଲେ ତୁମର କ୍ରିୟାକର୍ମ को ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା। ତାପରେ କହୁଛନ୍ତି 6 ରେ ତୁମର ସମସ୍ତ କାମନା ବାସନା କୁ ବିଲୋପ କରିବା ଦ୍ୱାରା। 7 ରେ କହୁଛନ୍ତି ସବୁ ପ୍ରକାର ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ ଗୁଡ଼ିକୁ ବିଲୋପ କରିବା ଦ୍ୱାରା। ତାପରେ 8 ରେ କହୁଛନ୍ତି ଏକ ଗଭୀର ଆନ୍ତର ଜୀବନକୁ ନେଇ ବଞ୍ଚିବା ଦ୍ୱାରା। 9 ରେ କହୁଛନ୍ତି ଆଉ ମଧ୍ୟ ନିମ୍ନତର ବ୍ୟାପାର ଗୁଡ଼ିକ ଠାରୁ ନିଜକୁ ଦୂରେଇ ରଖିବା ଦ୍ୱାରା। 10 ରେ କହୁଛନ୍ତି ନିମ୍ନମାନର ଚିନ୍ତା କଳ୍ପନା କ୍ରିୟା ପ୍ରତିକ୍ରିୟା ଆଦି ଠାରୁ ନିଜକୁ ମୁକ୍ତ ରଖିବା ଦ୍ୱାରା। ଆମେ 10ଟା ପଏଣ୍ଟ ଅଛି, ଯଦି ଡିଟେଲ୍ସ ଆଲୋଚନା କରିବା ସମୟ ହବ ନାହିଁ, ଆମେ ଅଳ୍ପ ଅଳ୍ପ ଆଲୋଚନା କରିବା। ମା ପ୍ରଥମରେ କହୁଛନ୍ତି ଫାର୍ଷ୍ଟ ପଏଣ୍ଟରେ ଆନ୍ତର ଶୃଙ୍ଖଳା ଦ୍ୱାରା। ତାପରେ କହୁଛନ୍ତି ଚିନ୍ତା ଓ ଭାବନାକୁ ନିୟନ୍ତ୍ରଣ କରିବା ଦ୍ୱାରା, ଚିନ୍ତା ଭାବନା ଗୁଡ଼ିକୁ ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା। ଆନ୍ତର ଶୃଙ୍ଖଳା କହିଲେ ମା ଯେତେବେଳେ ଗୋଟେ ଜାଗାରେ ମାଙ୍କୁ ପ୍ରଶ୍ନ ହେଇଛି, ମା ତାର ଉତ୍ତରରେ କହିଛନ୍ତି ଶୃଙ୍ଖଳା ବିଷୟରେ କହୁଛନ୍ତି ଯେତେବେଳେ, ସେତେବେଳେ କହୁଛନ୍ତି ଶୃଙ୍ଖଳା ସବୁଠି ଦରକାର। ଡିସିପ୍ଲିନ୍ ଇଜ ଇନଡିସିପ୍ଲିନ୍ ଟୁ ଫିଜିକାଲ ଲାଇଫ। ଆମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଯୋଉଗୁଡ଼ା ରହିଛି ସେମାନେ ବି ଶୃଙ୍ଖଳା ଦ୍ୱାରା କିପରି ନିୟନ୍ତ୍ରିତ ହେବେ, ଶୃଙ୍ଖଳିତ ହେବେ, ଏବଂ ତାର ଯଦି ଶୃଙ୍ଖଳା ନ ରୁହନ୍ତି ତାହେଲେ ସେମାନେ ଯୋଉ ଆମର ଇଲର ଓଡ଼ିଆଟା କଣ, ରୋଗ ଯନ୍ତ୍ରଣାରେ ପଡ଼ନ୍ତି। ଆଉ ଗୁଡ଼ା କହିଲେ ଅଗ୍ରଗତି ପାଇଁ ଡିସିପ୍ଲିନ୍ ନିହାତି ଦରକାର, ଏବଂ ସେଥିପାଇଁ ରିଗରସ୍ ଏନଲାଇଟେନ୍ ଡିସିପ୍ଲିନ୍। ଯଦି ଆମେ ନିଜ ପାଇଁ ନିଜେ one imposes a rigorous and enlightened discipline, ନିଜ ଉପରେ ଯଦି ଜଣେ ଗୋଟେ ଦୃଢ଼ ଏବଂ ଜ୍ୟୋତିର୍ମୟ ଶୃଙ୍ଖଳା ଆରୋପ କରେ, ଇମ୍ପୋଜ ଜବରଦସ୍ତ କରେ, ମାନେ ତାପରେ ନିଜ ପାଇଁ ନିଜେ ଶୃଙ୍ଖଳା ଗୋଟେ ତିଆରି କରିବ ଏବଂ ସେଇଥିରେ ଦୃଢ଼ ମନା ଦୃଢ଼ ଚିତ୍ତ ହେଇ ସେ ତାକୁ ପାଳନ କରିବ। ଯଦି କରିବ ତାହେଲେ ଅନ୍ୟମାନଙ୍କ ଦ୍ୱାରା ଯୋଉ ଶୃଙ୍ଖଳାଟିଏ ତିଆରି ହୋଇଥାଏ ତମେ ସେଥିପାଇଁ ସ୍ୱାଧୀନ। one can free from the discipline of others। ତାପରେ ଯୋଉଗୁଡ଼ା କହୁଛନ୍ତି ଯେ the supreme discipline is, ଯେ କୋଉଟା ସୁପ୍ରିମ ଡିସିପ୍ଲିନ କଣ ନା integral surrender to the divine and to allow nothing else either in one's feelings or in one's activities। ତୁମର ଚିନ୍ତାରେ, ତୁମର ଅନୁଭବରେ, ଭାବନାରେ, କାର୍ଯ୍ୟକଳାପରେ, ଇନ୍ ୱାନ୍ସ ଆକ୍ଟିଭିଟି ଯେକୌଣସି ପ୍ରକାର କାର୍ଯ୍ୟକଳାପରେ କୌଣସି ଜିନିଷକୁ ଆଲାଉ କରିବ ନାହିଁ ଯୋଉଗୁଡ଼ାକ ଭଗବତ ଠାରୁ ବା ସୁପ୍ରିମଙ୍କ ଠାରୁ ଆମକୁ ଅଲଗା କରୁଥିବ। ଇଣ୍ଟିଗ୍ରାଲ ସରେଣ୍ଡର ସମର୍ପଣ ହବ, କିନ୍ତୁ ଇଣ୍ଟିଗ୍ରାଲ ସରେଣ୍ଡର ମାନେ ପୂର୍ଣ୍ଣ ସାମଗ୍ରିକ ସମର୍ପଣ। ଇଣ୍ଟିଗ୍ରାଲ ଯଦି ଆମେ ଆକ୍ଷରିକ ଓଡ଼ିଆ କରିବା, ସାମଗ୍ରିକ ସମର୍ପଣ। ସାମଗ୍ରିକ ସମର୍ପଣ କଣ, ସବୁ ସତ୍ତାରେ ଆମେ ସମର୍ପଣ କରିବା। ଟିକେ ପଢିଦବା ତାପରେ ସେ ବିଷୟରେ। ନଥିଙ୍ଗ ସୁଡ୍ ଏଭର ବି ଓମିଟେଡ୍ ଫ୍ରମ୍ ଦିସ୍ ସରେଣ୍ଡର। କୌଣସି କଥା ଜିନିଷ ଏଇ ସମର୍ପଣରୁ ତମେ ଛାଡ଼ିଦେବ ନାହିଁ। ତାମାନେ ଆମର ଭଲ ଗୁଣ ଖରାପ ଗୁଣ, ଭଲ ଚିନ୍ତା ଖରାପ ଚିନ୍ତା, ଭଲ କାର୍ଯ୍ୟ ଖରାପ କାର୍ଯ୍ୟ, ସକାଳୁ ଉଠିବା ପାଖରୁ ଆରମ୍ଭ କରିକି ଦିନମାନର କାର୍ଯ୍ୟ, ପୁଣି ନିଦ୍ରା ଯିବା, ନିଦ୍ରା ଭିତରେ, ନିଦ୍ରାରେ ବି କାମ, ସବୁ ଯାକ ନଥିଙ୍ଗ ସୁଡ୍ ଏଭର ବି ଓମିଟେଡ୍, ସବୁ ଯାକ ସରେଣ୍ଡର କରିବ। ଆଉ ସେଥିପାଇଁ କଣ କରିବ, ଦ୍ୟାଟ୍ ଇଜ ଦ ସୁପ୍ରିମ ଆଣ୍ଡ ମୋଷ୍ଟ ରିଗରସ୍ ଡିସିପ୍ଲିନ। ତେଣୁ ଏଠି ଆନ୍ତର ଶୃଙ୍ଖଳା ଯଦି ଆମେ ନିଜ ପାଇଁ ନିଜେ ଯଦି ଆମ ଭାଷାରେ ବୁଝିବା, ଆମେ ବାହାରକୁ ପରିପ୍ରକାଶ କରୁ କି ନ କରୁ ଆମ ଭିତରେ ଅନେକ ଗୁଡ଼ାଏ କାର୍ଯ୍ୟ ଚାଲିଛି। ବାହ୍ୟ ଶୃଙ୍ଖଳା ତ ଦରକାର, କିନ୍ତୁ ତା ସହିତ ଆନ୍ତର ଶୃଙ୍ଖଳାକୁ ଆମେ ଚିହ୍ନିବା। କଣ ଚିହ୍ନିବା, ଯେ ମୋ ଭିତରେ କୋଉ ପ୍ରକାରର ଚିନ୍ତା ଆସିବ ନ ଆସିବ, କୋଉ ପ୍ରକାରର କାର୍ଯ୍ୟ କରିବି ନ କରିବି,
କୋଉ ପ୍ରକାର ଭାବନା କୁ ଆଲାଓ କରିବି ନ କରିବି, କିପରି ସବୁ ଭାବନା, ଅନୁଭବ, ମୋର ଜ୍ଞାନ, ମୋର ଧାରଣା, ମୋର ଲକ୍ଷ୍ୟ, ମୋର ପ୍ରଗତି ପାଇଁ, ଯେତେବେଳେ ଜଣେ ଭାବେ ତାର ପ୍ରଗତି, ଶାରୀରିକ ପ୍ରଗତି ପାଇଁ କଣ କହିବ ନା ମୋ ପାଇଁ ବହୁତ ଗୁଡେ ଖାଦ୍ୟ ଖାଇବା ଦରକାର, ଏଇଟା ଖାଇବା ଦରକାର, ସେଇଟା ଖାଇବା ଦରକାର, ରୁଚି ଅରୁଚି ବି ଜଣେ ଜଣେ ବି ଥାଏ। ଏସବୁ ହଉଛି ବାହ୍ୟ। ଆନ୍ତର ଶୃଙ୍ଖଳା ହଉଛି ସେଇଠି କଣ ନା ସେଇ ରୁଚି ଅରୁଚିକୁ ମାଙ୍କ ପାଖରେ ନେଇକି ରଖିବା, ଏବଂ ଆମେ ଯଦି ଆଉ ଗୋଟେ ଆଙ୍ଗେଲରୁ କହିବା ଯେ ଇନସାଇଡ ପିଓର ହବା ପାଇଁ ନିଜେ ନିଜ ପାଇଁ ଗୋଟେ ଡିସିପ୍ଲିନ ତିଆରି କରିବ, ଯେ ମୁଁ ଏଇ ପ୍ରକାରର ଭାବନା ଭାବିବି ନାହିଁ, ଏ ପ୍ରକାରର ଆସ୍ପୃହା ମୋ ଭିତରେ ସବୁବେଳେ ରହିବ, ଏ ପ୍ରକାରର ନିଷ୍ଠାପରତା ମୋର ଦରକାର। ମୁଁ ସବୁ ଯାକ କାର୍ଯ୍ୟ, ସବୁ ଯାକ କ୍ରିୟାକଳାପ, ସବୁ ଯାକ ଭାବନା, ଅନୁଭବ, ଜ୍ଞାନ ସବୁ ଯାକ ମାଙ୍କ ପାଖରେ ସମର୍ପଣ କରିବି। ଏଇ ଯୋଉ ସବୁ କେତେ ଗୁଡେ ଡିସିପ୍ଲିନ, ଆମେ ଯେମିତି ଶରୀରକୁ ସୁଦୃଢ କରିବା ପାଇଁ ଗୋଟେ ଶୃଙ୍ଖଳାଗତ ଭାବରେ ଶାରୀରିକ କାର୍ଯ୍ୟ କରୁ, ମନକୁ ଶୃଙ୍ଖଳିତ କରିବା ପାଇଁ ମନକୁ ଆମେ ଶିକ୍ଷା ଦଉ, ପ୍ରାଣକୁ ଶିକ୍ଷା ଦଉ, ସେଇଭଳି ଭାବରେ ଆମର ଆନ୍ତର ଅଗ୍ରଗତି ପାଇଁ ମୋର ଯୋଉଗୁଡାକ ସୂକ୍ଷ୍ମରେ ମତେ ବାହାରକୁ ଦେଖା ଯାଉନାହିଁ, ସେଗୁଡାକ କିପରି ଶୃଙ୍ଖଳିତ ହେବେ, ସେଥିପାଇଁ ନିଜେ ନିଜର ଡିସିପ୍ଲିନ ତିଆରି କରିବି। ଆପଣ କହିବେ ସେଇଟା କେମିତି ହବ? ସେଥିପାଇଁ ସବୁଠୁ ବେଷ୍ଟ ଉପାୟ ହଉଛି, ପ୍ରଥମ କଥା ହଉଛି ଆଗ ନିଜେ ନିଜକୁ ଚିହ୍ନିବ, ନିଜେ ନିଜକୁ ଚିହ୍ନିବ ଆଉ ନାମଜପ କରିବ। ଚିହ୍ନିଲେ, ନାମଜପ କଲେ, ଆଗ ନ ଚିହ୍ନିଲେ କଣ ହବ, ଆପଣ କାହା ପରେ କୋଉଟା କରିବେ, କେମିତି କରିବେ, କଣ କରିବେ, ଏଇସବୁ ଜିନିଷ ଜଣା ପଡିବ। ତେଣୁ ଆଗ ଚିହ୍ନିଲେ ଆମ ଭିତରେ ଆଗ୍ରହ ଆସିବ ଯେ ହଁ ଏଇଗୁଡ଼ିକ ରହିଲେ ମୋତେ ଅଗ୍ରଗତିରେ ସାହାଯ୍ୟ କରିବ। ତାପରେ ତୁମେ ଡିସିପ୍ଲିନ ତିଆରି କରିବ ଯେ ଏଇ ପ୍ରକାରର ଆସ୍ପୃହା ମୁଁ କରିବି, ଏଇ ପ୍ରକାରର ଚିନ୍ତାକୁ ମୁଁ ଆଲାଓ କରିବି ନାହିଁ, ଏଇ ପ୍ରକାରର ଲକ୍ଷ୍ୟ ଓ ଆଦର୍ଶ ମୋର ରହିବ। ଏଇ ସବୁ ଗୁଡ଼ିକ ଡିସିପ୍ଲିନ୍ଡ ହବ ଆମ ଭିତରେ। ତାର ସବଅର୍ଡିନାରୀ ପାର୍ଟ ଭଳିଆ ଆମକୁ ଲାଗୁଛି, କାହିଁକିନା ସବୁ ଯାକ ଯଦି ଦେଖିବେ ତା ଭିତରେ ଯେମିତି ତା ଅଣ୍ଡରରେ ଯାଉ ଗଲା ଭଳିଆ ଲାଗୁଛି, କିନ୍ତୁ ମା ତାକୁ ଆହୁରି ଡିଟେଲ୍ସ ଗୋଟିଏ ପରେ ଗୋଟିଏ ଅତି ପ୍ରାଞ୍ଜଳ ଭାବରେ କହିକି ଯାଉଛନ୍ତି। କଣ କହୁଛନ୍ତି? ତୁମେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା, ଯେତେବେଳେ ଆମେ ଆମର ଚିନ୍ତା ଓ ଭାବନା ଉପରେ ନିୟନ୍ତ୍ରଣ କରିବା ପାଇଁ ସଂକଳ୍ପ କରି କାର୍ଯ୍ୟ କରିବା ଆରମ୍ଭ କରିବା, ତାହେଲେ ଆମ ଚାରିପଟେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହବାର ସମ୍ଭାବନା ଖୋଲି ଧରିବ। ତାପରେ ନିୟନ୍ତ୍ରଣ ଯେତେ ଅଧିକରୁ ଅଧିକ ଆମେ କରିଚାଲିବା, ତାହେଲେ ଆମେ ସେତିକି ମାଷ୍ଟ୍ରି ହାସଲ କରିବା। ଆମେ ଯେମିତି କହନ୍ତି ନା, ମାଷ୍ଟ୍ରି ମାନେ ବୁଝିବ ତ, ଆମେ ମାଷ୍ଟର କୁହନ୍ତୁ, ଟିଚର କୁହନ୍ତି ମାଷ୍ଟର, ପ୍ରକୃତରେ ଟିଚର ମାଷ୍ଟର ସେତିକି ବେଳେ ହେଇପାରିବ ଯେତେବେଳେ ସିଏ ଯୋଉ କାର୍ଯ୍ୟ, ସେ ଯୋଉ ଗତିବୃତ୍ତି, ସେ ଯୋଉ କଥା କହୁଛନ୍ତି, ସେ କଥା ଉପରେ ତାଙ୍କର ନିୟନ୍ତ୍ରଣ ଥିବ। ତାମାନେ ତାର ଯେମିତି ଆମେ ସର୍କସ ରେ ମାଷ୍ଟର କଣ କରେ, ମାଙ୍କଡକୁ ନଚାଏ, ତାମାନେ ସେ ତାର ମାଲିକ। ତେଣୁ ମୁଁ ଯୋଉ କଥା କହୁଛି, ମୁଁ ସେ କଥାର ମାଲିକ କେତେବେଳେ ହେବି, ଯେତେବେଳେ ସେ କଥାଟା ମୋର ଅଧୀନରେ ଥିବ। ମୁଁ ଏତିକି ଟଙ୍କାର ମାଲିକ, ତାମାନେ ସେତିକି ଟଙ୍କା ମୋର। ମୁଁ ଯୋଉ କଥାଟା ବର୍ତ୍ତମାନ ଯୋଉ କଥାଟି ଆମେ ଆଲୋଚନା କରୁଛନ୍ତି, ସେଇଟାକୁ ଯେତେବେଳେ ଅନ୍ୟ ଜଣକୁ ମୁଁ ଉପଦେଶ ଦେବା ପାଇଁ ଯାଉଛି, ସେତେବେଳେ ସେଇ କଥାରେ ଯଦି ନିଜେ ବଞ୍ଚୁ ନଥିବି, ତାହେଲେ ସେ କଥାଟା ନିଜର ନୁହଁ। କାହିଁକି ନା ତାପରେ ମୋର କର୍ତ୍ତୃତ୍ୱ ନାହିଁ, କେବଳ ଶୁଣିଥିଲି କହିଦଉଛି, ତାମାନେ ବାହାରୁ ଆସିଥିଲା ବାହାରିଗଲା।
ତେଣୁ ଏଠି ଚିନ୍ତା ଓ ଭାବନା ଉପରେ ନିୟନ୍ତ୍ରଣ ହାସଲ କରିବାକୁ ପଡିବ। ଯେ କୋଉ ପ୍ରକାରର ଚିନ୍ତା ମୋ ଭିତରକୁ ଆସିବ, କୋଉ ପ୍ରକାରର ଚିନ୍ତାକୁ ମୁଁ ଆଣିବାକୁ ଦେବି ନାହିଁ। ସେଇଥିପାଇଁ ତା ପୂର୍ବରୁ ଆଗ ଚିହ୍ନିବା ଦରକାର ଆନ୍ତର ଶୃଙ୍ଖଳା ଭିତରେ। ଚିହ୍ନିବେ ଯେ କୋଉ ଗୁଡାକ ମୋର ଅଗ୍ରଗତି ପାଇଁ ସାହାଯ୍ୟ କରୁଛି। ତାପରେ ରହିଲେ ତୁମର ଚିନ୍ତା ଓ ଭାବନା ଗୁଡ଼ିକୁ ତୁମର ସାଧନା ଅଭିମୁଖୀ କରିବା ଦ୍ୱାରା ଆଗ ନିୟନ୍ତ୍ରଣ ହାସଲ ହବ। ସେଥିପାଇଁ ଏଇଟା ଆଉ ଗୋଟେ ପଏଣ୍ଟ। ନିୟନ୍ତ୍ରଣ କରିବା, ସାଧନା ଅଭିମୁଖୀ କରିବା ଦିଟା ଯାକ ଏକା କଥା ନୁହଁ। ପ୍ରଥମେ ନିୟନ୍ତ୍ରଣ ହାସଲ ହବ, ନିୟନ୍ତ୍ରଣ ହାସଲ ପରେ ତାକୁ ସାଧନା ଅଭିମୁଖୀ କରିବା। କାହିଁକି ନା ଆମେ ବେଳେ ବେଳେ ଅନେକ ସମୟରେ ଯେହେତୁ ଏକ ସାମାଜିକ ପ୍ରାଣୀ ଭାବରେ ବଞ୍ଚୁ, ତେଣୁ ଅନେକ କାର୍ଯ୍ୟକଳାପ ଉପରେ ଆମେ ନିୟନ୍ତ୍ରଣ ହାସଲ କରୁ, କିନ୍ତୁ ଭାବନା ଉପରେ ନିୟନ୍ତ୍ରଣ ଆମେ ରଖୁନା। ଆମେ ଭିତର ଭିତର ଭାବୁଥାଉ, ସେଟା ବାହାରୁ ତ ଦେଖାଯାଏନି। ତେଣୁ ତା ଉପରେ ନିୟନ୍ତ୍ରଣ ନଥାଏ, କିନ୍ତୁ ତା ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ। କିନ୍ତୁ ସେଇ ଭାବନା ଗୁଡ଼ିକ ଆମ ଭିତରେ ଏମିତି ପଶିଯାଏ, କେତେବେଳେ ଅବଚେତନାରୁ ଉଠି ଆସେ, କେତେବେଳେ ଚତୁଃପାର୍ଶ୍ୱର ଭିନ୍ନ ଭିନ୍ନ ସ୍ଥିତି ଦେଖି, ସ୍ଥିତି ଭିନ୍ନ ଭିନ୍ନ ପରିବେଶ ଭିତରେ ଆମେ ପ୍ରଭାବିତ ହେଇ ଆମ ଭିତରେ ସେ ଭାବନା, ସେ ଚିନ୍ତା କୁଆଡୁ ପଶି ଆସେ କିମ୍ବା ଆମର ଅବଚେତନାରୁ ଉଠି ଆସେ। ଇଏ ସବୁ ଗୁଡାକ ତାକୁ ଧରିବ, ନିୟନ୍ତ୍ରଣ କରିବ, ମାନେ ତାକୁ ତୁମ କବଳରେ ଆଣିବ। ଆଣି ସାରିଲା ପର ଷ୍ଟେପଟା ହଉଛି ତାକୁ ସାଧନା ଅଭିମୁଖୀ କରିବା। ସାଧନା ଅଭିମୁଖୀ କରିବା ମାନେ ସେଇ ଭାବନା, ସେଇ ଚିନ୍ତା କୁ ନେଇକି ଆମେ ଚୈତ୍ୟ ଆଗରେ ରଖିବା, ମାଙ୍କ ଆଗରେ ରଖିବା। ଦେଖନ୍ତୁ, ଆମେ ଯଦି ନ ଜାଣିଛନ୍ତି, ଯେମିତି ଗୋଟେ ବସ୍ତୁଟିଏ ନେଇ ରଖିଲା ଭଳିଆ ତାକୁ ନେଇ ଆମେ ସାଧନା, ଆମେ ସମାଧି ପାଖରେ ଧ୍ୟାନ କରୁଛେ କିମ୍ବା ମାଙ୍କର ଅ ଆମେ ଗୋଟେ ଯୋଉଟା ଆମେ କହୁଛନ୍ତି ଫଟୋ ବୋଲି, ପ୍ରକୃତରେ ତା ଭିତରେ ତ ମା ନିଜେ ଉପସ୍ଥିତ ଥାନ୍ତି। ଆମେ ମାଙ୍କ ସମ୍ମୁଖରେ ବସିଛନ୍ତି ଏବଂ ଧ୍ୟାନସ୍ଥ ଅଛନ୍ତି। ତାହେଲେ ସେ ସମୟରେ ତାଙ୍କ ସାମ୍ନାରେ ନେଇକି ଥୋଇଦବ, ପୁରା ଏମିତି ନେଇ ଧରିକି ଥୋଇଦବ। ଯଦି ଟିକେ 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 ଆରମ୍ଭ କରିବେ, ତାପରେ ଦେଖିବେ କଣ, ଯୋଉ ଚିନ୍ତା ଭାବନା ଆସୁଛି ସେଇଗୁଡ଼ିକ ମତେ ମାଙ୍କ ପାଖକୁ ମତେ ନଉଛି ନା ମତେ ସଂକୀର୍ଣ୍ଣ ମନା କରୁଛି, ନିଜକୁ ପ୍ରତିଷ୍ଠିତ କରଉଛି। ସବୁବେଳେ ଦେଖିବେ ମା ପ୍ରତିଷ୍ଠିତ ହଉଛନ୍ତି ନା ନିଜେ ପ୍ରତିଷ୍ଠିତ ହଉଛନ୍ତି। ଯୋଉ କାର୍ଯ୍ୟଟି ଆପଣ କରୁଛନ୍ତି ସେଥିରେ ଆପଣଙ୍କୁ ଲୋକମାନେ ଗୁରୁତ୍ୱ ଦଉଛନ୍ତି ନା ମାଙ୍କୁ ଗୁରୁତ୍ୱ ଦଉଛନ୍ତି। ଦେଖନ୍ତୁ, ମୋ ଜରିଆରେ, ମୋର କଥାରେ ପ୍ରଭାବିତ ହେଇ ଲୋକ ମାଙ୍କ ପାଖକୁ ଯାଉଛନ୍ତି, କିନ୍ତୁ ଗୁରୁତ୍ୱ ଯଦି ମତେ ଦଉଛନ୍ତି, ତାହେଲେ ବି ଆଉ ଟିକେ ସଚେତନ ହବାକୁ ପଡିବ। ଲୋକ ମତେ ଗୁରୁତ୍ୱ ଦେବେ ନା ମାଙ୍କୁ ଗୁରୁତ୍ୱ ଦେବେ। ତେଣୁ ସେଇ ଚିନ୍ତା, ସେଇ ଭାବନା ଯୋଉ ଗୁଡ଼ିକରେ ଆମେ ପ୍ରତିଷ୍ଠିତ ହଉଛନ୍ତି, ନିଜେ ପ୍ରତିଷ୍ଠିତ ହଉଛନ୍ତି, ତାହେଲେ ସେଇଟା ସାଧନା ଅଭିମୁଖୀ ନୁହେଁ। ସାଧନା ଅଭିମୁଖୀ ହଉଛି ଯୋଉ ଚିନ୍ତା, ଯୋଉ ଭାବନା ମାଙ୍କୁ ପ୍ରତିଷ୍ଠିତ କରଉଛି, ସେଗୁଡାକ ହେଲା ସାଧନା ଅଭିମୁଖୀ। ହେଲା। ତାପରେ ରହିଲା ତୁମର କ୍ରିୟାକର୍ମକୁ ନିୟନ୍ତ୍ରଣ କରିବା ଦ୍ୱାରା, ଏଟା ହଉଛି 4 ନମ୍ବର ପଏଣ୍ଟ। କ୍ରିୟାକର୍ମକୁ ନିୟନ୍ତ୍ରଣ କରିବେ। କାହିଁକି ନା ଆମକୁ କେତେବେଳେ ପ୍ରାଣ ପରିଚାଳିତ କରୁଛି, ତ କେତେବେଳେ ଶରୀରର ତାମସିକତା ବି ପରିଚାଳିତ କରୁଛି, ତ ପ୍ରାଣର ଉଚ୍ଛୃଙ୍ଖଳତା ପରିପ୍ରକାଶ କରୁଛି, ପରିଚାଳିତ କରୁଛି, ତ କେତେବେଳେ ଉତ୍ସାହ ପ୍ରେରଣା, ଉତ୍ତମ ଉତ୍ସାହ ପ୍ରେରଣା ବି ପରିଚାଳିତ କରୁଛି। କେତେବେଳେ ମନ ତାର ଯୁକ୍ତି ତର୍କ ଦେଇ ମତେ କୋଉ କାମରେ ପରିଣତ ଲଗେଇ ଦେଲାଣି, ଯୋଉଗୁଡାକ ସହିତ ମୋର କିଛି ସମ୍ପର୍କ ନାହିଁ। ତେଣୁ ଆମକୁ ଆଗ ସେ କ୍ରିୟାକର୍ମକୁ ନିୟନ୍ତ୍ରଣ କରିବା। କାହିଁକିନା ଏବଂ ନିୟନ୍ତ୍ରଣ ସବୁବେଳେ ଆଗକୁ ହଉଛି, ଆଗ ନିୟନ୍ତ୍ରଣ କରିବେ, ତାପରେ ହଉଛନ୍ତି ତାକୁ ସାଧନା ଅଭିମୁଖୀ କରିବା। ଆମେ କିଛି ନାହିଁ ରିଆକ୍ଟିଭ ହେଇଯାଉଛନ୍ତି, କିଛି ନାହିଁ ଆପଣ ସତରେ କଥା ଶୁଣିକି ଖୁସି ହେଇଗଲେଣି, ଖୁସି ହେଇଯାଇଛନ୍ତି, କିନ୍ତୁ ଜାଣିନାହାନ୍ତି ଆପଣ କଣ ପାଇଁ ଖୁସି ହଉଛନ୍ତି। ତେଣୁ ଆମର ସେଇ ଯୋଉ ସବୁ କ୍ରିୟାକର୍ମ, କେତେବେଳେ ଆମେ ସର୍ଟ ଟେମ୍ପର ହେଇଯାଉଛନ୍ତି, କେତେବେଳେ ଅଭିମାନ କରି ପକଉଛନ୍ତି, କେତେବେଳେ ଦୁଃଖ କରି ପକଉଛନ୍ତି। ଇଏ ସବୁ ଗୁଡ଼ିକ ଆମର ଏବଂ କାମ କଲା ବେଳେ ଯୋଉ ଯୋଉ କାମ ଗୁଡାକ କିଛି ନାହିଁ କରି ପକଉଛନ୍ତି, ନିୟନ୍ତ୍ରଣ କରିବାକୁ ପଡିବ ଯେ କୋଉ କର୍ମ ମୋର ସେଇ ଯୋଉ ଆନ୍ତର ଶୃଙ୍ଖଳାକୁ
ଆଗେଇ ନବ, କୋଉଟା ବ୍ୟାହତ କରିବ। ଯୋଉଗୁଡାକ ବ୍ୟାହତ କରିବ ତାକୁ କରିବି ନାହିଁ, ଯୋଉଗୁଡାକ ଆଗେଇ ନବ ତାକୁ କରିବି। ଏଇଗୁଡାକ ଆମକୁ ନିୟନ୍ତ୍ରଣ କରିବାକୁ ପଡିବ। ସେ ନିୟନ୍ତ୍ରଣ କରିବା ପରେ ଆପଣ ଦେଖିବେ ତଥାପି ବି କେତେ ଗୁଡିଏ କର୍ମ ରହିଛି ଯୋଉଟା କି ମତେ ସାଧନା ଅଭିମୁଖୀ କରୁନାହିଁ, ତାମାନେ ମତେ ମାଙ୍କ ପାଖକୁ ନିକଟତର କରୁନାହିଁ ଲାଗୁଛି। ତାମାନେ ଆପଣ ଯେମିତି କହନ୍ତି ନା, ଗୋଟେ ହଉଛି ସାଧାରଣ କର୍ମ, ଆଉ ଗୋଟା ଉତ୍ତମ କର୍ମ, ଆଉ ଗୋଟା ଭଗବତ କର୍ମ। ତିନି ପ୍ରକାର ରହିଛି। ସାଧାରଣ କର୍ମ ଆମେ ଆଜ ୟୁଜୁଆଲ କରି କରି ଚାଲିଛନ୍ତି। ତା ଭିତରେ କେତେ ଗୁଡିକ ଗୋଟେ କଲେକ୍ଟିଭ ୱାର୍କରେ ସମସ୍ତଙ୍କର ମଙ୍ଗଳ ପାଇଁ ରହୁଛି, ସେଟା ହଉଛି ଉତ୍ତମ କର୍ମ। କିନ୍ତୁ ସେଇ ଉତ୍ତମ କର୍ମ ଯଦି ଭଗବାନଙ୍କ ନିର୍ଦ୍ଦେଶରେ ନ ହଉଛି ତାହେଲେ ସେଇଟା ଭଗବତ କର୍ମ ନୁହଁ। ଦେଖନ୍ତୁ ଫରକ କେତେ, ଦେଖନ୍ତୁ ସମାଜର ବା ଗୋଟେ ସମୂହର ଆପଣ ମଙ୍ଗଳ ସାଧନା କରିବା ପାଇଁ ଆପଣଙ୍କ ଧାରାରେ ଗୋଟେ କର୍ମ କରୁଛନ୍ତି, ସେଇଟା ଉତ୍ତମ କର୍ମ। କିନ୍ତୁ ସେଇ କର୍ମଟି ଯଦି ଭଗବତ ନିର୍ଦ୍ଦେଶିତ ନୁହେଁ, ଭଗବାନଙ୍କର ଇଚ୍ଛା ଯଦି ସେଥିରେ ନାହିଁ, ଭଗବାନଙ୍କ ବିଧାନ ଅନୁସାରେ ଯଦି ଆପଣ ପରିଚାଳିତ ହେଇ କରୁନାହାନ୍ତି, ତାହେଲେ ସେଇଟା ସାଧନା ଅଭିମୁଖୀ ନୁହେଁ, ସେଇଟା ଆଧ୍ୟାତ୍ମିକ ବା ଦିବ୍ୟ କର୍ମ ନୁହେଁ। ଏଇ ଛୋଟିଆ କଥାଟିରୁ ଆପଣ ବୁଝିଯିବେ ଯେ କୋଉଟା କଣ। ପ୍ରଥମେ ଯାଇଥିଲା ତିନିଟା, ତାପରେ ଗଲା ଦିଟା, ତାପରେ ଦିଟା ଗଲା, ପାଞ୍ଚଟା ଗଲା, ଇଏ 6 ନମ୍ବର ଆଉ 7 ନମ୍ବର। ତୁମର ସମସ୍ତ କାମନା ବାସନା କୁ ବିଲୋପ କରିବ, ଆଉ ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ ଗୁଡ଼ିକୁ ବିଲୋପ କରିବା। ଦେଖନ୍ତୁ ଚିନ୍ତା ନିୟନ୍ତ୍ରଣ କରିବେ, ଭାବନା ନିୟନ୍ତ୍ରଣ କରିବେ, କାର୍ଯ୍ୟ ନିୟନ୍ତ୍ରଣ କରିବେ, ଏବଂ ଇଏ ସବୁକୁ ସାଧନା ଅଭିମୁଖୀ କରିବେ। ତା ଭିତରେ ଆମର ଯୋଉ କାମନା ବାସନା ଡିଜାୟାର, ଆମର କିଛି ନିଡ୍ ରହୁଛି, ଆମେ କହୁଛୁ ମୋର ଏଇଟା ଦରକାର, ମୋର ସେଟା ଦରକାର, ମୋ ପାଇଁ ଏଇଆ ଦରକାର। ତୁମର ସମସ୍ତ କାମନା ବାସନାକୁ ବିଲୋପ କରିବା। ଏଇଠି ପ୍ରଶ୍ନ ଉଠିଛି, କାମନା ବାସନାକୁ ବିଲୋପ କରିବା କରିଦେଲେ ମୋର ଆଉ ଅସ୍ତିତ୍ବ କଣ ରହିବ? ଦେଖନ୍ତୁ ଯେତେବେଳେ ଆମେ ସମର୍ପିତ ହେଇଯାଉଛନ୍ତି, ଦେଖନ୍ତୁ ଗୋଟେ ଛୋଟ ଛୁଆଟିଏ ତା ପାଇଁ କଣ ମଙ୍ଗଳ ସେ ଜାଣେ ନାହିଁ, କାରଣ ତାର ସବୁ ଗୁଡକ ଦୃଷ୍ଟିକୋଣରୁ ତାର ଜ୍ଞାନ ହେଇନାହିଁ। ସେ ସମୟରେ ତା ପାଇଁ କୋଉଟା ବେଶୀ ଆବଶ୍ୟକ, ତାର ବାପା, ତାର ମା ବା ଡାକ୍ତର, ଏ ସବୁ ଜିନିଷ ଯୋଉମାନେ ଟିକେ ତାଠାରୁ ଅଧିକ ଜାଣିଛନ୍ତି ସେମାନେ ତାକୁ ଦିଅନ୍ତି। ସେଇଭଳି ଭାବରେ ଯଦି ଆମେ ମାଙ୍କ ପାଖରେ ସମର୍ପିତ ହେଇଯାଉଛନ୍ତି, ତାହେଲେ ଆମର କାମନା ବାସନା ରଖିବା ଆବଶ୍ୟକ ନାହିଁ, କାରଣ ମୋ ପାଇଁ ଯାହା ଦରକାର ସେଗୁଡାକ ମା ପ୍ରସ୍ତୁତ କରିଦେବେ। ତେଣୁ ଆମେ ଛୋଟ ଛୋଟ ଡିଜାୟାର ରଖିକି କଣ କରୁଛନ୍ତି ନା, ମାଙ୍କୁ ତାଙ୍କ କାର୍ଯ୍ୟ କରିବା ପାଇଁ ଟିକେ ଯେମିତି ବାଧା ସୃଷ୍ଟି କରୁଛନ୍ତି। ଆମେ ମାଙ୍କ ପାଖରେ ସମର୍ପିତ କରିଦେଲେ, ତେଣୁ କୌଣସି ପ୍ରକାର ଡିଜାୟାର ନ ରଖିବା ପାଇଁ ଆମେ ଚେଷ୍ଟା କରିବା। ସେଥିପାଇଁ କହୁଛି କାମନା ବାସନାକୁ ବିଲୋପ କରିବା ଦ୍ୱାରା। ତା ସହିତ ଏଇଠି ଗୋଟେ ଲାଇନ କହିଲେ, ବାହ୍ୟ ତଥା ନିମ୍ନର କ୍ରିୟାକଳାପ କଣ କରିବା। ପ୍ରକୃତି ଆମ ଭିତରେ ନିରର୍ଥକ ବାହ୍ୟ ତଥା ନିମ୍ନର କ୍ରିୟାକଳାପ, ଅନେକ ଗୁଡେ ବାହ୍ୟ କର୍ମ ରହିଛି ଯୋଉଗୁଡା କି ନିରର୍ଥକ, ସେଗୁଡାକ ହଁ ଆମେ ପୁଣି ଜାଣିବା କେମିତି କୋଉଟା ନିରର୍ଥକ ନା, ଯେତେ ଅଧିକରୁ ଅଧିକ ସାଧନା ଅଭିମୁଖୀ ହେଇଯିବେ, ତାପରେ ଧୀରେ ଧୀରେ ସେଇଟା ଅନୁଭବକୁ ଆସିବ ଯେ କୋଉଟା ନିରର୍ଥକ। ଯେମିତି କୁହାଯାଏ, ମାମୁଁ ବଢିଆ ଏକ୍ଜାମ୍ପଲ ସବୁବେଳେ କହନ୍ତି, କାଲି ସକାଳେ ଯେତେବେଳେ ପରୀକ୍ଷା ଅଛି, ସେତେବେଳେ ଆଜି ଯଦି ମୋ ସାଙ୍ଗ ଡାକିବ ଆସେ ଯିବା ଫିଲ୍ମ ଦେଖିବାକୁ, ସେତେବେଳେ ସେଇଟା ମୋ ସାଙ୍ଗର ସେ କଥାଟା ମତେ ନିରର୍ଥକ ବୋଧ ହବ, ଯେ ଇଏ ମତେ ଡିଷ୍ଟ୍ରାକ୍ଟ କରୁଛି। କାହିଁକି ନା ମୋର ଲକ୍ଷ୍ୟ ରେ ଯୋଉ ରହିଛି, କାଲି ପରୀକ୍ଷା ଯୋଉ ଆସି ପହଞ୍ଚିଛି, ସେଥିପାଇଁ ମୋର ପ୍ରସ୍ତୁତି ପଥରେ ଏଇଟା ଗୋଟେ ବାଧା ସୃଷ୍ଟି କରୁଛି। ସେତେବେଳେ ମତେ ଜଣା ପଡିଯିବ ଏଇଟା ନିରର୍ଥକ ବୋଲି। ଯଦି ମୁଁ ନିଜେ ମଉଜ ମଜଲିସ କରୁଥିବି, ସେତେବେଳେ ମତେ ଯଦି ଡାକିବ ମୋ ସାଙ୍ଗଟିଏ ଆ ଯିବା ଫିଲ୍ମ ଦେଖିବାକୁ, ତେବେ ସେତେବେଳେ ମତେ ତାହା ନିରର୍ଥକ ଲାଗିବ ନାହିଁ। ତେଣୁ ଯେତେବେଳେ ଲକ୍ଷ୍ୟ ସୁନିଶ୍ଚିତ ହେଇଯାଇଛି, ଲକ୍ଷ୍ୟ ନିଶ୍ଚିତ ଆମେ କରିଦେଇଛନ୍ତି, ଏଇଟା ମୋର ଲକ୍ଷ୍ୟ, ସେଥିପାଇଁ ମୋର ପ୍ରୟାସକୁ ବି ମୁଁ ପ୍ରସ୍ତୁତ କରୁଛି, ଚାଲିଛି ପ୍ରୟାସରେ, ତାହେଲେ ମତେ ଜଣା ପଡିଯିବ କୋଉ ଗୁଡିକ ନିରର୍ଥକ କ୍ରିୟାକଳାପ। ବେଳେ ବେଳେ ସେଇଥିପାଇଁ ବାକ୍ ସଂଯମ ବି ଆବଶ୍ୟକ ପଡେ। ସେମିତି କ୍ରିୟା, କାମ କରିବା, କୋଉଟା କଣ କରିବା, ଏ ସବୁ ଗୁଡିକ। ତାପରେ ପ୍ରକୃତିର ଆମର କେତେ ଗୁଡେ ନିମ୍ନ କ୍ରିୟାକଳାପ ଆମ ପାଖରେ ରହିଛି, ଆମେ ଜାଣିଛନ୍ତି।
ସେଗୁଡ଼ିକ ଉପରେ ଆମର ଯେମିତି ତାକୁ ବିଲୋପ କରନ୍ତି, ଲୋଭ କରିବା, ଈର୍ଷା କରିବା, ତାପରେ କାମ ପ୍ରବୃତ୍ତି, କାମନା ବାସନା ଯେମିତି କଥା ହେଲେ ଏ ସବୁ ଗୁଡ଼ିକ ବିଲୋପ କରିବା ଦ୍ୱାରା ନିଜସ୍ୱ ଆଧ୍ୟାତ୍ମିକ ପରିବେଶଟିଏ ସୃଷ୍ଟି ହେଇପାରିବ। ତାପରେ ରହିଲା ଆଉ ତିନିଟା ପଏଣ୍ଟ, 8, 9, 10। ଏଇଟାକୁ ଆମେ ଆସନ୍ତା କାଲି ଆଲୋଚନା କରିବା। ଆମେ ମାଙ୍କ ନାମ ଜପ କରି ସାରିବା, ଆଉ ଯାହା ରହିଲା କାଲିକି ଆଲୋଚନା କରିବା। Ma, thank you all.